ଆଉ ଯାହାକି ଆଉ ଗୋଟେ ଆଜ୍ଞା के भेटी जेछो आज्ञा नमस्कार। आज्ञा नमस्कार आज्ञा भल अछन आज्ञा? आज्ञा भल ଆଉ ଆଜ୍ଞା ଆପଣଙ୍କର ପରିଚୟ ଟିକେ ଆମର ଦର୍ଶକ ବନ୍ଧୁ ମାନଙ୍କୁ ଟିକେ କହିଦେନ ଆଜ୍ଞା। सर मोर ना रोहित कुमार सेनानी ଆଜ୍ଞା ଆଉ ଏବେ ନୂଆ ମାଲପଡ଼ା ନାଟକରେ ମୁଁ ଏଇଟା ମାନେ ତାର ଅଭିନୟଟା ତ ଦୁଇ ତିନିଟା ଚାରିଟା ତକ ଅଛି ଆଜ୍ଞା ତଥାପି ମୁଁ ଏବେ ମାନେ ଯେନ୍ ରୋଲରେ ଆପଣ ଦେଖୁଛନ୍ ଆଜ୍ଞା ଏଇଟା ନାଗେଶ୍ୱରୀ ରୁପରେ ଆଜ୍ଞା ଗୋଟେ ନାଗେଶ୍ୱରୀର ଭକ୍ତ ଆଜ୍ଞା ହଁ ସେ ରୁପରେ ଏଇଟା ମୁଁ ଅଛି ଏବେ ଆଜ୍ଞା ଗୋଟେ ମାନେ ତାର ଭକ୍ତ ପୂଜାରୀ ହିସାବରେ ଅଛି ତାର ପୂଜାରୀ ହିସାବରେ ଆଜ୍ଞା ଯେ ଆଜ୍ଞା ଆପଣଙ୍କର ଗାଁ କିନ୍ ଗାଁ एक्चुअली ଟିକେ ଦର୍ଶକ ମୋର ଗାଁ ନିଲଜି ଆଜ୍ଞା और ଆଜ୍ଞା ଏ କଳାକାରୀ ଲାଇନଟା କେବରୁ ଆପଣ ପାଦ ଦେଇଥିଲେ ସେ ବିଷୟରେ ଟିକେ ଆମର ଦର୍ଶକ ବନ୍ଧୁ ଟିକେ କଣ ଆଜ୍ଞା। କଳାକାରୀ ଲାଇନ୍ କି ସାର୍ ମୁଁ ଯେତେବେଳେ 9-10 କ୍ଲାସ୍ ପଢ଼ୁଥିଲି ଆଜ୍ଞା ମାନେ ଇଭିନ୍ 2000-2001 ଆଜ୍ଞା ସେ ଟାଇମ୍ର କଥା ସେତିକି ବେଲକେ ମୁଁ ଆସିଥିଲି ଆଜ୍ଞା ଆଉ ସେତେବେଳେ ଆମର ଗାଁରେ ଡ୍ରାମା ଫ୍ରାମା ଟିକେ ଯେନ୍ ନାଟକ ମାନେ ଚାଲେ ସେନ ଛୋଟ ଛୋଟ ରୋଲ୍ କରୁଥିଲି ଆଜ୍ଞା ହେଇ ତାପରେ ଇଣ୍ଟରେଷ୍ଟ ଲାଗଲା ନାଟକକେ ଆସିବାର୍ ଲାଗି ଆଉ ଆମର ଗାଁରେ ମୋର ଏନ୍ତା ଫ୍ରେଣ୍ଡ ଗୋଟେ ଦୁଇଟା ଥିଲେ ଆଜ୍ଞା ଯେନ୍କି ମୋର ବେଶୀ ବୟୋଜ୍ୟେଷ୍ଠ ମାନେ ତାଙ୍କେ ଏବେ 70-75 ଏଜ୍ ହଉଥିବା ଆଜ୍ଞା ସେ ମୋର ଫ୍ରେଣ୍ଡ ଥିଲେ ମାନେ ତାଙ୍କର ନାଁ ତାଙ୍କର ନା ଆଉ ଆମର ମୋର ଗୋଟେ ଫ୍ରେଣ୍ଡ ଥିଲେ ମୁସଲିମ ଫ୍ରେଣ୍ଡ ଆଜ୍ଞା ଇକବାଲ ହୁସେନ ଆଜ୍ଞା ସେ ଆଉ ମୁଇଁ ଆଉ ତାଙ୍କର ନା ଆକ୍ଚୁଆଲି ଗାଁରେ ତାକେ ବହା ବୋଲି ଆମେ ଜାଣିଛୁ ଆଜ୍ଞା ସେ ମୁଇଁ ଆଉ ଆମର ସାଙ୍ଗ ମୋର ଫ୍ରେଣ୍ଡ ବେଷ୍ଟ ଫ୍ରେଣ୍ଡ ଇକବାଲ ହୁସେନ ଆଜ୍ଞା ସେ ମିଶିଲା ପରେ ଆମେ ନାଟକର ଚର୍ଚ୍ଚା ଆଉ ନାଟକ କେନ୍ତା ହେବାର କଥା ଇ ଚର୍ଚ୍ଚାକେ ଆମେ ବେଶୀ କରବାର କଥା ଆଜ୍ଞା ଜାଣିଲେ କି ତ ତାର ନା ବୟା ଯେନ୍ତା ଆମେ ବି ଆକ୍ଚୁଆଲି ବୟା ହେଇଯାଇଥିଲୁ ଆକ୍ଚୁଆଲି ବୟା ଆମର ନା ହେବାର କଥା ଆଜ୍ଞା ଆଜ୍ଞା ଜାଣିଲେ କି ଆଜ୍ଞା ହଏ ଆମେ ଯେତେ ଦୂର ନା ଥିଲେ ବି ଯଦି ଆମର ସାଇକେଲ କି ମୋଟର ସାଇକେଲ ନେଇ ପାର ହେଇ ପାରୁଥିବା ବେଲେ ଆମେ ନଦୀକେ ଚାଲି କରି ବି 2-3 କିଲୋମିଟର ପଳେଇ କରି ଆମେ ନାଟ ଦେଖିବା ସାର୍ ଆଜ୍ଞା ଏଇଭଳିଆ ଆମର ନାଟ ପ୍ରତି ଗୋଟେ ମାନେ ଇଣ୍ଟରେଷ୍ଟ ବେଶୀ ଥିଲା ଆଜ୍ଞା ଆଉ ଦେନ୍ ତାପରେ ଆମେ ଗୋଟେ ଭାବିଲୁ ଗୋଟେ ନାଟକ ଗାଁରେ ଆରମ୍ଭ କରୁ ବୋଲିକରି ଆମେ ଏକା ମିଟିଂ ମୁଁ ନିଜେ ଏକା ମିଟିଂ ଯାଇକରି ଗୋଟେ ନାଟକ କରିଥିଲୁ ସାର୍ ଆଉ ତାପରେ ପରେ ମୁଁ ତ ସେ ବେଶୀ ବ୍ୟାଖ୍ୟା ନାଇଁ କରେ ତାପରେ ପରେ ଆମେ ଆସିଥିଲୁ 2006-07 ଆଡ଼େ ଆଜ୍ଞା 2006-07 ଆଡ଼େ ମୋର ମିତ୍ର ନାଗେଶ ଆଜ୍ଞା ତାଙ୍କର ବହି ଗୋଟେ ଆମେ ଫେର ଓପନ କରିଥିଲୁ ଆଜ୍ଞା କାନ୍ଦେ ରାଜରାଣୀ ହସେ ଜନତା ଆଜ୍ଞା ଆଜ୍ଞା ଷ୍ଟୋରିଟା ବେଶୀ ୟୁନିକ୍ ଥିଲା ବେଶୀ ବଢ଼ିଆ ଥିଲା ଆଜ୍ଞା ଆଉ ସେ ଷ୍ଟୋରିରେ ମୁଇଁ ପହଲା ଭିଲିଆନ ରୋଲ୍ କରିଥିଲି ଆଜ୍ଞା ଆଜ୍ଞା ଫାଷ୍ଟ କରି ଯାହାକି ନାଟ୍ୟ ଆଜ୍ଞା ଜଗତରେ ଆପଣ ପାଦ ଦେଇଥିଲେ ନାଟ୍ୟ ଜଗତରେ ଯେନ୍ଟା କି ନାଟକରେ ଆଜ୍ଞା ଡ୍ରାମାରେ ତ ମୁଁ ରୋଲ୍ କରିଥିଲି ସାର୍ ହେଲେ ନାଟକରେ ମାନେ ପହଲା କରି ମୁଇଁ ଭିଲିଆନ ରୋଲ୍ କରିଥିଲି আর মোর মিত সেন কমেডিয়ান କରିଥିଲେ ଆଜ୍ଞା ହେ ଦିଲଚସ୍ପ କଥା ସେଟା ଯେ ଆଜ୍ଞା ମୋର ମିତ ସେନ ମୋର ମାନେ ମୋର ପଛେ ପଛେ କମେଡିଆନ କରିଥିଲେ ନିହାତି ଆଜ୍ଞା ହେ ତ ବେଶୀ ଇଣ୍ଟରେଷ୍ଟିଂ ଥିଲା ସେ ସମୟଟା ଆଜ୍ଞା ସେ ଟାଇମରେ ଆଜ୍ଞା ଆମେ ଯେ ନାଟକଟା କରିଥିଲୁ କାନ୍ନି ରାଜରାଣୀ ହସେ ଜନତା ଆଜ୍ଞା ଆଉ ନାଟ ବି ବେଶୀ ପପୁଲାର ହେଇଥିଲା ସାର୍ ଇଭେନ୍ ଚାଲିଲା ନାଟ ପାଖାପାଖି 9-10 ଇୟର ଆଜ୍ଞା 2014-15 ଆଜ୍ଞା ମାନେ 2006-07 ଆରମ୍ଭ କରିଥିଲୁ ଆଜ୍ଞା ମିନିମମ୍ 15-16 ତକ ବି ସେଟା ଲଟପଟ ଚାଲିଥିଲା ସେ ନାଟକଟା ସାର୍ ଆଉ ସବୁବେଳେ ତାର ଷ୍ଟ୍ରେଂଥଟା ଆଜ୍ଞା କେବେ ନେଇ କମିଥି ଆଜ୍ଞା ଆଜ୍ଞା ପୁରା ପପୁଲାରିଟି ଥିଲା ସେ ଷ୍ଟୋରି କେ ଦେଖିବା ଲାଗି ମାନେ ଏବେ ବି 2006 ଯଦି ଦେଖାଯାଏ ବୋଲେ 26 ଆସୁଛି ନା ଆଜ୍ଞା ଏବେ ବି ସେ ଷ୍ଟୋରି ଦେଖିବାର ଲାଗି ଲୋକ ନିକା ତରସି ଯାଉଛନ୍ ଆଜ୍ଞା ଆଜ୍ଞା ଭାଇ ସେ ଷ୍ଟୋରି ଆନି ମିଲା ଆଜ୍ଞା ଏବେ ବି କଲ୍ ଆଇସି ସାର୍ ସେ ନାଟକ ଆଉ ଅଛେ କି ନେଇ ବୋଲି ସାର୍ ଦୁଃଖର ସହିତ ଆମେ ଜଣେଇ ଦେସୁଁ ସେ ନାଟକ ନେଇ ନା ବନ୍ଦ ହେଇଗଲା ନା ବନ୍ଦ ହେଇଗଲା ସ୍ମୃତି ହେଇକରି ସେଟା ରହିଯାଇଛି ସାର୍ କେବେ ଆମେ ତାକୁ ଓପନ କରବାକେ ବି ନେଇ ଚାହୁଁ ବୋଲିକରି ସାର୍ ସେଟା ସ୍ମୃତି ହେଇକରି ଥାଉ ବୋଲିକରି ଆମେ ତାକୁ ବ୍ରେକ୍ କରିଦେଇଛୁ ସାର୍ 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 ଆପଣ ଏଇ କଳାକାର ଲାଇନ୍ ଯେନ୍ ଆସିଲେ ଯେ ଆଜ୍ଞା ଆଜ୍ଞା କାହାର ପ୍ରେରଣାରେ ଆସିଲେ ଆଜ୍ଞା ଯାହାକି ସାର୍ ପ୍ରେରଣା ଥିଲା ଆମର ଶୁଭାରାମ ସା ଆଜ୍ଞା ତାପରେ ବଢ଼ିଆ ଏଇଟା ଗୋଟେ ମାନେ କୋଶ୍ଚିନ୍ କରିଥିଲେ ଏଇ କୋଶ୍ଚିନ୍ ଗୋଟେ ବେଶୀ ଭଲ ଲାଗିଲା ଯେ ଆଜ୍ଞା ମାନେ ରବୀନ୍ଦ୍ର ଜେନା ଆଜ୍ଞା ଆପଣ ଶୁଣିଥିବେ ରବୀନ୍ଦ୍ରନାଥ ଜେନା ଆଜ୍ଞା ଆଜ୍ଞା ହେଲା ଆଜ୍ଞା ଆମର ଥିଲେ ସେତ୍କି ବେଲକେ ସେ ରାମାୟଣ ଆମର ଗାଁରେ ଗୋଟେ ଡ୍ରାମା ଚାଲିଥିଲେ ସାର୍ ତ ମୁଇଁ ସେତେବେଳେ ଛୋଟିଆ ଥିଲି ସାର୍
ଲାଗିଲେ ପୁରା ଜୁନିୟର ସାର୍ ମାନେ ଆମର ଯେତେ ବି ଫ୍ରେଣ୍ଡମେଟ୍ ଅଛୁ ମୁଇଁ ଯେତେବେଳେ ଜୁନିୟର थे ସାର୍ ତ ଆମର ଗୋଟେ ଦାଦା ଦେଲେ ରାବଣ ରୋଲ କରନ୍ ଆଜ୍ଞା ଲଙ୍କାରେ ରାମ ନାମ ସେଟା ଚାଲିଛି ସାର୍ ତ ଲଙ୍କାରେ ରାମ ନାମ ଯେତେବେଳେ ଚାଲିଛି ଲୁମସ ଦାଦା ସେ ଥିଲେ ମାନେ ସିନିୟର ମୋଷ୍ଟ ଆକ୍ଟର ଆଜ୍ଞା ତାଙ୍କେ ସବୁ ସମ୍ମାନ କରନ୍ ସେ ଟାଇମ୍ରେ ସେ 2-3 ଦିନ କାଣା ମୋର ତ ହେବାନେ ବୋଲିକରି ସେ ରହିଗଲି ଆଜ୍ଞା ତ ଆମର ଡାଇରେକ୍ଟର ବି ବେଶୀ ଖତରା ଥିଲେ ଆମର ରବୀନ୍ଦ୍ରନାଥ ଜେନା ଆଜ୍ଞା। ଆଚ୍ଛା, ତାଙ୍କର ଲାଗେ ତାଙ୍କର ତ ବେଶୀ ପ୍ରେରଣା ବି କହିବାକେ ଗଲେ ସବୁ ତ ତାଙ୍କେ ଯିବା ସାର୍ ସାର୍ ହେଲା କି ସାର୍ ରବୀନ୍ଦ୍ରନାଥ ଜେନା ଯେନ୍ ଅଛନ୍ ସାର୍ ମାନେ କଳାକାରରେ ଯେନ୍ ଇଣ୍ଟରେଷ୍ଟଟା ଥିଲା ସାର୍ ଇଣ୍ଟରେଷ୍ଟ କେ ସବୁକେ ମାନେ ଦପ କରି ବାହାର କରବାର ଲୋକ ଛନ୍ ରବୀନ୍ଦ୍ରନାଥ ଜେନା ଆଜ୍ଞା ଆଜ୍ଞା ଜାଣିଲେ କି ଆଜ୍ଞା ତ ସେତିକି ବେଲକେ ସାର୍ ମୁଇଁ ଆଗରୁ ନାଟକରେ ଛୋଟିଆ ଛୋଟିଆ ରୁଲ୍ ମୋତେ ଦେଇଥିଲେ ନା ସାର୍ ଦେଖିଥିଲେ କି ଛୋଟ ଛୋଟ ରୁଲ୍ ସେ କରିପାରୁଛେ ପିଲାଟା କରିପାରୁଛେ ସାର୍ ଯେତେବେଳେ ରମଜ ଦା କହିଥିଲେ କି ନି ମୋର ହେବା ନା ତମେ ଯୋଉ କରବ ନା ହେଲା ବେଲକେ ସାର୍ ସେ କହିଲେ ଏ କାଣା ଆଚ୍ଛା ସେନ ରାବଣ ରୁଲ୍ କରବା ଲଙ୍କାରେ ରାମ ନାମ ରାବଣ ହୋଇନ ମାନେ ମୁଖ୍ୟ ଭୂମିକା ଆଜ୍ଞା ଆଜ୍ଞା ଭିଲିଆନ ର ମୁଖ୍ୟ ଭୂମିକା ନିହାତି ତାପରେ ସେ କାଁ କହିଲେ ମୋର ହାତ କେ ଧରି ପିଲା ପିଲାକେ ରୋହିତ କରବା ଆଜ୍ଞା ସଡନ ଆଜ୍ଞା ତାଙ୍କେ ଗୋଟେ କେନ୍ତା କେଜାଣି କାଣା ଲାଗିଥିଲା ରୋହିତ କରବା ଆଜ୍ଞା ତାପରେ ମୁଇଁ ବି ଆବାଜ ସବୁ ଆବାଜ ମାନେ ଛୋଟିଆ ପିଲା ଗୋଟେ କେନ୍ତା ରାବଣ ହେବା ଆଜ୍ଞା ମୋର ଦାଦା ମାନେ ଇନ୍ଦ୍ର ମୋର ଦାଦା ପୁରନ୍ଦର ସୁନାନୀ ସେ ଇନ୍ଦ୍ରଜିତ ରୋଲ କରିଥିଲେ ହୁଁ ତାପରେ ମୋର ଫ୍ରେଣ୍ଡର ସବୁ ମାନେ ମୋର ସିନିୟରଟା ମାନେ ବି ସେ ନଥିଲେ ଆଜ୍ଞା ମୁଇଁ ଜୁନିୟର ଥି କରିବି ସେନ ସାର୍ ମତେ ସେନ ମେନ୍ ଭିଲିଆନ ଆକ୍ଟର ଯେନ୍ଟା କି ରାବଣ ଆଜ୍ଞା ରାବଣ ଭୂମିକାରେ ମତେ ଅଂଶଗ୍ରହଣ କରିବାକୁ ପଡିଥିଲା ସାର୍ ଆଉ ଆମର ପୃଥ୍ୱୀରାଜ ସାହା ବି ସେ ନଥିଲେ ସାର୍ ହଁ ତ ସେ ନାଟକଟା ସାର୍ ଯେତେବେଳେ ଆମେ କରିଥିଲୁ ବେଲେ ବେଶୀ ଡ୍ରାମାଟିକାଲ ଥିଲା ହଁ ଡ୍ରାମାଟିକାଲ ଥିଲା ସାର୍। ଲଙ୍କାରେ ରାମ ନାମ ସାର୍ ସାର୍ ଆଉ ସେଟା ଏତେ ଚର୍ଚ୍ଚିତ ଥିଲା ହୁଁ ଯେ କହନି ତାର କ୍ୟାସେଟ ମାନେ ଘୁରି ବୁଲୁଥିଲା ଆଜ୍ଞା ହଁ ବିହା बर एकुशिया फेकुशिया सब जगह हमर अंचल रे घुरी बुलवा ଆଜ୍ଞା लागे कि हमर भयस जते लोक सुना जान रामायण चली छे ଆଜ୍ଞା किंतु हमर भयस जते आमे जानि पारमु ଆଜ୍ଞା वाह जहा हो एटा भी गोटे स्मृति हलो बेसी खुश लागबा ये ଆଜ୍ଞା लगली ଆଜ୍ଞା एंता 5-7 वर्ष सेटा चलला ଆଜ୍ଞା तारपरे आमे फिर गोटे नाटक आरंभ कलु मेरुसुलबद्ध ଆଜ୍ଞା मेरुसुलबद्ध एक्चुअली सत कथा कहवा गले मोर घरे टिके सपोर्ट नहीं कर नहीं ଆଜ୍ଞା जेंता कि पति आज्ञा मुई भी जहाँ सुनी जेंता कि पति आज्ञा ନିହାତି ଆଜ୍ଞା ମୋର ବି ସେମ୍ କଣ୍ଡିସନ ଆକ୍ଚୁଆଲି एक्चुअली कथा हला कि हमर घरे टिके सपोर्ट नहीं करन ସାର୍ इवन एबे मुई जते मैरिज फ्रेज कली ସାର୍ मोर वाइफ बेसी बढ़िया मुई जेनटा पसंद करबी ହୁଁ मोर वाइफ के मना नहीं करन ଆଜ୍ଞା सपोर्ट करसन ସାର୍ किंतु से भी गोटे सर्कल थी सेटा भी ସାର୍ से भी मोर परिवार के टिके बेसी रेस्पेक्ट करसन ଆଜ୍ଞା से काम कराबे मोर इच्छार काम कराबे ଆଜ୍ଞା किंतु सेटा फिर सर्कल रखी करी ଆଜ୍ଞା नहीं तमे जीव बेले एतकी बेले कि सेतकी बेले इन थिबो इटा के सेटा बा सब माने ବେଲେ ଟାଇମ୍ पूरा प्रोजेक्ट बनवा ସାର୍ योजना बनवा ଆଜ୍ଞା तारपरे नाटक आरंभ हवा ଆଜ୍ଞା ଆଜ୍ଞା मुई तापरे देखेन 2006-7 रु आमे तो जोश रे करी देनु ସାର୍ सर सेटा के टाइम देवाटे हमें ଆଜ୍ଞା एक्चुअली मुझे 6-7 बजे बाहर में सकाल सकाल घर पहुंची जिमी यंग थिनी ଆଜ୍ଞା मैरिज नहीं करती ସାର୍ टाइम चली जातला ସାର୍ किंतु जेतले मैरिज हनी ଆଜ୍ଞା एबे आटिके सुविधा ही गला सर सर मुई भाबुदिले मेरे हला पर इटा मन लोग कहसन के मैरिज हले नहीं पारे काहे नहीं भाई ଆଜ୍ଞା हमें मैरिज हला के सब जिनिस सुविधा ही गला ଆଜ୍ଞା हे एबे योजना बनी पारसी हम प्रोजेक्ट बनी पारसी ସାର୍ कि हमें किन न जोछु काना के नहीं जानो ना क्या ହୁଁ ହୁଁ ହଇ ଆମର ପରିବାରର ଯଦି ମାନେ ଟିକେ ସହଯୋଗ ଥିତା ଉତ୍ସାହିତ କରିଦିତେ ସାର୍ ବେଲେ ଆମେ ଆକେ ବଢିଥି ତ ନେଇ ପଢିତ ସେଟା ତ ପଛର କଥା ନିହାତି ହେ କିନ୍ତୁ ଡରି କରି ସାର୍ ଆମେ ଯେନେ କଲାର ଲାଗି ଟିକେ ପାଗଲ ହେଲେନି ହେଲେ ସାର୍ ମୁଁ ଏବେ ବି ମିନିମମ୍ 50 କିଲୋମିଟର ଆରାଉଣ୍ଡ ଆଜ୍ଞା ଯଦି କୌଣସି ନାଟକ ହଉଥିବା ଆଜ୍ଞା ବୋଲେ ମୁଇଁ ବି ଯିକର କଲେଜ ଡଙ୍ଗି ଡଙ୍ଗା କରି ଦେଖି ଦେସି ଡଙ୍ଗି ଡଙ୍ଗା କରି ଆଜ୍ଞା, ଆଜ୍ଞା। କାହାକେ ଦେଖିନି ଏ ଆଜ୍ଞା କିନ୍ତୁ ମୋତେ ଏତେ ଭଲ ଲାଗସି ନାଟକ ମାନେ ଡଙ୍ଗି ଡଙ୍ଗା କରି ଦେଖି କରି ଛଲେ ପଳେଇ ଆସିବାର ଥାଏ ଆଜ୍ଞା ହଇ ଯେ ଆଜ୍ଞା 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 ଆପଣଙ୍କର ଗାଁରେ ତ ଯାହାକି ଦୀର୍ଘ 7-8 ବର୍ଷ କଲେ ସେ ଆଜ୍ଞା। ନାଟକଟା ହଁ ତାପରେ ଆପଣଙ୍କୁ କେନ ସୁଯୋଗ ମିଳିଲା କି ଆପଣଙ୍କର କଲା କେ ସ୍ଥଗିତ ରଖି ଦେଇଥିଲେ ସେ ବିଷୟରେ ଟିକେ କଣ एक्चुअली मते तो कहूतिले ସାର୍
ମାନେ ନାଟକ ପାର୍ଟି ମ୍ୟାନେଜର ମାନେ ବି କହୁଥିଲେ ଆସ ଆମର ଆକ୍ଟିଂ କର ରୋଲ୍ କର ଆଜ୍ଞା ବୋଲି କହୁଥିଲି ସାର୍। ଅଫର ଆସିଥିଲା କିନ୍ତୁ ମୁଁ ଏକା ଗୋଟେ ପରିବାରର ଗୋଟେ ପ୍ରେସର ଥିବା ବେଲେ ଆଜ୍ଞା କରିନି नहीं है ସବୁବେଳେ ପ୍ରେସର ରହୁଥିଲା ଆଜ୍ଞା ମୁଁ ନିଜେ ଏକା ସେନୁ ବ୍ରେକ୍ ଲଗେଇଦେଲି ଆଜ୍ଞା 2014 ପୁରା ବ୍ରେକ୍ ଲଗେଇ ଦେଇଥିଲେ ଆଜ୍ଞା ବ୍ରେକ୍ ଲଗେଇଦେଲି ସାର୍ ତାପରେ 17-18 ମାନେ ବର୍ଷକେ ଥରେ ଅଧେ ଲୁକି ଲୁକା କରି କେନ କେନ୍ତା ଗୋଟେ ପ୍ରୋଗ୍ରାମ କରିଦେବାଟେ ସାର୍। ହେଲେ ପରମାନେଣ୍ଟ କୌଣସି ପାର୍ଟିରେ ନି ରହି नहीं रही था ଆଜ୍ଞା ସାର୍ କିନ୍ତୁ ଏବେ ଫେର ଗୋଟେ ମୌକା ମିଳିଲା ଆଜ୍ଞା ନୂଆ ମାଲପଡ଼ା ଆଜ୍ଞା ନୂଆ ମାଲପଡ଼ାରେ ସାର୍ ଇନର ଲୋକ ତାପରେ ଇନର ଯେନ୍ ମ୍ୟାନେଜର ଅଛନ୍ ତାପରେ ଇନର ମ୍ୟାନେଜିଂ କମିଟି ଆଜ୍ଞା ଏତ୍କି ବଢ଼ିଆ ଇମାନେ মোর ঘরকে যাইকরি মানে মোকে ভেটি করি ସବୁବେଳେ মানে খুব রিকোয়েস্ট কলা পরে মুই ইমকে ছাড়ি নাই পারি আଜ୍ଞା ଆଜ୍ଞା হাই তাঙ্কর আমার বন্ধু ভাব যেটা আছে ସାର୍ যাহা হেলে বি মানে সে সম্পর্ক ওটা টুটি নি পারেবেনি ଆଜ୍ଞା আଜ୍ଞା ଆଉ ସେ ଜୋସ୍ କଲାର ସେ ଜୋସ୍ ତ ଦପ ଦପ ଜଲୁଛି ନା ଆର୍ ସେ ବନ୍ଧୁ ଭାବ ହଁ ହଁ ଆଜ୍ଞା ମିଶ୍ରଣ ହେଲା ପରେ ଆମେ ନୂଆ ମାଲପଡ଼ାରେ ଫେର ଗୋଟେ ମାନେ ନାଟକ ନାଟକ ଆରମ୍ଭ କଲୁ ସାର୍ ନାଟକର ଆରମ୍ଭ ବି ସାର୍ ମାନେ ବେଶୀ ଚମତ୍କାର ସାର୍ ଉଦନ୍ତୀ ନଦୀର ତଟରେ ଆମର ମିତ ଆରମ୍ଭ ବସିଥାଉ ଆଜ୍ଞା ଆଜ୍ଞା ଆର୍ କି ବହି ଲେଖା ହେଇଥିଲା ଆଜ୍ଞା ଦୁଇ ଲୋକ ଉଦନ୍ତୀ ନଦୀର ତଟ ନଦୀ ପୁରା ପେକ୍ ଥିବା ଆଜ୍ଞା ଆମେ ଆସମୁ ଆଉ ସେ ଜାଗାରେ ଟୁଆଲ ଗୋଟେ ପିନ୍ଧିକରି ଗୋଟେ ଟାୱଲ ସବୁ ଖୋଲିଦେମୁ ମିତ ଆଜ୍ଞା ଆଉ ସେନ ବସିକରି ଷ୍ଟୋରି କି ଆମେ ବର୍ଣ୍ଣନା କରବାଟାରେ ଇ ଷ୍ଟୋରି ହଁ ଏଇଟା ଏମିତି ହେବା ଏଇଟା ଏମିତି ହେବା ବୋଲିକରି ଆମେ ଗୋଟେ ଗୋଟେ ଦିନ ଦୁଇ ଲୋକ ନେଇକା ବେଶୀ ଚର୍ଚ୍ଚା କରି ଇ ଷ୍ଟୋରିକି ଆମେ ଲେଖିଥିଲୁ ସାର୍ ସାର୍ ସେନ ଆକ୍ଚୁଆଲି ମାନେ ଯେନ୍ ଅଭିନୟ ମନ ଥିଲା ଆମକେ ବି ଟିକେ କଷ୍ଟଲି ଲାଗଲା ଷ୍ଟୋରି ବଢିଆ ଥିଲା କିନ୍ତୁ ସାର୍ 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 ଆମକୁ ସେଭଳିଆ ଆକ୍ଟର ମାନେ ସେ ଷ୍ଟୋରି ଲାଗି ଟିକେ ଆକ୍ଟର ନିହାତି ଟିକେ ଦରକାର ଥିଲା ଥିଲା ଆଜ୍ଞା ମାନେ ସେଭଳିଆ ଆକ୍ଟର ଜୁଟି ନି ପାରିଲେ ନୂଆ ନୂଆ କଳାକାର ମନ ଥିଲେ ଟିକେ ଆଜ୍ଞା ज्यादा स्टोरी चर्चित ही नहीं पारला ସାର୍ एबर स्टोरी जेंटा होचे निहाती भाबरे दर्शक मन छुआ ହେଇଛି ଆଜ୍ଞା ଇନ ମୁଇ डायरेक्शन ବି ଦେଇଛେ ଇନ ମୁଇ डायरेक्शन ବି ହଁ ଆଜ୍ଞା ତାପରେ ଆଜ୍ଞା ଆପଣ ତ ଯାହାକି ନାଟକଟେ ଆପଣ ଦିମିତ ମିଶିକରି ଯାହାକି ଆଜ୍ଞା। ନଦୀ ତୀରରେ ଲେଖିଲେ ଆଜ୍ଞା ମୁଇଁ ଶୁଣିଥିଲି ଯେ ଆଜ୍ଞା ଆପଣଙ୍କ ନିର୍ଦ୍ଦେଶରେ ଏଇ ନାଟକଟା ଚାଲିଛି बिल्कुल ଆଜ୍ଞା ଯେ ଆପଣ ଯାହାକି କଳାକାରୀ ଲାଇନରେ ଥିଲେ ଆଜ୍ଞା ଆଜ୍ଞା। କାନ୍ତା କରି ମନ ହେଲା ଯେ ନାଟକ ଗୋଟେ ମୁଇଁ ନିର୍ଦ୍ଦେଶନା ଦେଇ ପାରିବି ଆରୁ କାନ୍ତା କରି ଏଇଟା କରିପାରିବି ବୋଲି ସେ ବିଷୟରେ ଟିକେ କଣ ଆଜ୍ଞା ସାର୍ ସାର୍ ଇଚ୍ଛା ତ ଥିଲା ନିର୍ଦ୍ଦେଶ କରବାର ଲାଗି ଆଜ୍ଞା କିଛିଟା ଲେଖବାର ଲାଗି ଆଜ୍ଞା ଲେଖାର ବି ମୋର ଅଛି ସାର୍ ମୋର ସାର୍ ବହି ଗୋଟେ ଦୁଇଟା ଲେଖାର ବି ଅଛି ନେଇ ବାହାରବାର ତାହେଲେ ବୋଲତା ଆଜ୍ଞା क्या जे ए डर थिसी सार क्या रे एडे बड़ समाज हमर नाट्य समाज रे जेडे बड़ बड़ लेखक मन अछन ଆଜ୍ଞା ଆଜ୍ଞା निहाती भाबरे माने मुई तो नहीं भाब पार कि से समुद्र भितरे मु पहरी पारबी बोली ସାର୍ 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 मोर से लेखा के आनबा लागि मुई डरू छी ସାର୍ मु गोटे दुईटा गारे टेस्ट भी मारली ना ଆଜ୍ଞା मोर मोर लेखार मोर निर्देश रे ଆଜ୍ଞା नुआ नुआ कलाकार मन गनी करी ଯେ କିନ୍ କିନ୍ ଗାଁ ଯେ ଟିକେ ପଦେ କହିଦେଲେ ଭଲ ଲାଗତା ଆଜ୍ଞା सर माठिया बदल कर देइतिली ସାର୍ ଜାଣିଲେନି ସାଲେ ବିଡ଼ିରେ ଗୋଟେ ବି ଦେଇଥିଲି ସାର୍ ହେଇ ସେମାନେ କହିଲେ ସେଟା ଗୋଟେ ଅଲଗା ଥିଲା ସାଲେ ବିଡ଼ିରେ ବନେଇଗଲା ଆଜ୍ଞା ମୁଁ ଦେଖିଲି କି ସେ ଭଳିଆ ଲେଖ ଆମେ ନି ହେବାର ତା ଲେଖକରେ ଆଜ୍ଞା ଆଜ୍ଞା ତ ମୋର ରାଇଟିଂର ନାଟକ ନେଇ ଆସିବାର ତା ଲେଖକ ଆସିବା ଆଜ୍ଞା ଫ୍ୟୁଚର ପ୍ଲାନ୍ ଅଛି ସାର୍ ଲେଖା ଚାଲିଛି ସାର୍ ନିହାତି ଭାବରେ ଫ୍ୟୁଚରରେ ଆସିବା ନିହାତି କିନ୍ତୁ ମୁଁ ଯେନ୍ ଦିନେ ଭାବି କି ହଁ ମୁଇଁ ଏବେ ଲାଇକ୍ ହେଇଗଲି ନା ବୋଲିକରି ସେଦିନେ ଆସିବା ସାର୍ ଏବେ ତ ମୁନି ଭାଇ ପାରବାର କି ମୁଁ ସେ ଲାଇକ୍ ହେଲି ନା ବୋଲିକରି ସାର୍ 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 ଆଉ ଆଜ୍ଞା ଆଜ୍ଞା ଯାହାକି ଆପଣ ତ ଖଳନାୟକ ପୁରା ଫାଷ୍ଟ ରୁ ଏକା ଆପଣଙ୍କର ପୁରା ଯେନ୍ ଛୋଟ ବେଲରୁ ଏକା ଆଜ୍ଞା। ଖଳନାୟକ କରି କରି ଆସିଛନ୍ ଆଜ୍ଞା ଆଜ୍ଞା ଆଉ ଏଥିରେ ଭାଇ ଆପଣଙ୍କର ଯାହାକି ଖଳନାୟକ ପ୍ରକୃତିର ଅଛେ ଫେର ବି ଟିକେ ମିକ୍ସ ଅଛି ସାର୍ ଏଥିରେ ମୁଁ ଯାହାକି କ୍ଲାସିକାଲ ଥିଲି ସବୁ ରବୀନ୍ଦ୍ରନାଥ ଜେନା ସାର୍ ସବୁ ସେର ଯିବା ରବୀନ୍ଦ୍ରନାଥ ଜେନା ସେ ଆଜ୍ଞା ଏକା ଖଲନାୟକ ବନେଇଦେଲେ ମାନେ ହଠାତ୍ ନା କିଛି କରି ରାବଣ ବନେଇଦେଲେ ଆଜ୍ଞା ଜାଣିଲେ କି? ପୁରା ପୁରା କିଛି ଆପଣ ନାଟର କିଛି ଗୋଟେ ନେଇ ଜାଣିଥିବେ ଆପଣ କେ ହଠାତ୍ ନା ପୁରା ରାବଣ ବିଲକୁଲ ଆଜ୍ଞା ବିଲକୁଲ ମୁଁ ହେତେବେଳେ କ୍ଲାସିକାଲ ରୋଲ ଛୋଟିଆ ମୋଟିଆ ଗୋଟେ ମାନେ ଅଭିନୟ କରବା କେ ଦିଅନ ଆଜ୍ଞା ଆଜ୍ଞା ଛୋଟ ମୋଟ ଅଭିନୟ କରି ତ ମୁଁ ରହିଯାଏ ସାର୍ छोट पिला घिची कर गोटे विलियन रोल दे कर टॉप लेवल माने हिट लेवल के पहुंचाई देथिले एबे भी स्मृति अछि हमर गां जेन सेटा के जेन मन देखिथिले ସାର୍ और हमर गां रो मोर सीनियर मोस्ट जेन एक्टर मन अछन सेवन के
ଆପଣ କେବେ ବି ଭେଟଲେ ସାର୍ ମାନେ ଜାଣିପାରିବେ କି ସେଟା ଗୋଟେ କେନ୍ତା ହେଇଥିଲା ସେ ନାଟକଟା। ସାର୍ ସାର୍ ସେଇ ସେ ନାଟକ ସବୁବେଳେ ଆମକୁ ପ୍ରେରଣା ଦେସି। ସାର୍ ଲଙ୍କାରେ ରାମ ନାମ, ଲଙ୍କାରେ ରାମ ନାମ। ଲଙ୍କାରେ ରାମ ନାମ ଆଚ୍ଛା ସାର୍। ବୋଲେ ପୁରା ଗୋଟେ ଭିନ୍ନ ଷ୍ଟୋରି ଥିଲା ନା ଆଜ୍ଞା ରାମାୟଣ ରାମାୟଣ ନା ଯେ ନା ଟିକେ ପୁରା ଖତରନାକ ଥିଲା ନା ହଁ ହଁ ଆଜ୍ଞା ନିହାତି ଆଜ୍ଞା। ଆଜ୍ଞା ଯେ ଆଜ୍ଞା ଆପଣଙ୍କର ପରିବାରରେ କେନ୍ କେନ୍ ଅଛନ୍ ଆମର ଦର୍ଶକ ମାନେ କେଠି କହିଦେଲେ ବହୁତ ସାର୍ ଭଲ ମୋର ଲାଗିବ। ପରିବାରରେ ମୋର ଦାଦା ଅଛନ୍, ଆମେ ଦି ଭାଇ, ଆମର ଭଉଣୀ ନେନ। ସାର୍ ଆଉ ମା ତ ଏବେ କୋଭିଡରେ ଖରାପ ହେଇଗଲେ। ସାର୍ ବାପା ଅଛନ୍, ସାର୍ ବାପା ତାଙ୍କର ଏଜ୍ ଏବୋଭ 85। ସାର୍ ତାପରେ ଭାଉଜ ଅଛନ୍, ସାର୍ ମୋର ଗୋଟେ ଝିଅ ଆଉ ଗୋଟେ ପୁଅ। ସାର୍ ଦାଦାଙ୍କ 4ଟା ଝିଅ 3ଟା ଆମେ ତାଙ୍କେ ମାନେ ବିଦାୟ କରିକି ମାନେ ଦେଇ ସାରିଲ ନା। ସାର୍ ସାର୍ ଆଉ ଗୋଟେ ଝିଅ ଅଛି। ସାର୍ ଆମେ ଜଏଣ୍ଟ ଫ୍ୟାମିଲି। ଦାଦାର ମୋର କମ୍ବିନେସନ ଟା ଖୁବ ଭଲ ସାର୍ ମାନେ ଖୁବ ଭଲ। ତାକେ ଆମେ ଡିଟେଲ୍ସରେ କହି ନି ପାରେ ଏତେ ଭଲ ସାର୍ ଯେ ଜାଣିଲେ କମ୍ବିନେସନ ଟା ଏତେ ଭଲ ମାନେ ଗୋଟେ ଭାଇ ରହିଗଲେ ସଫିସିଏଣ୍ଟ ଘରେ। ଆଜ୍ଞା ଆଜ୍ଞା ଏବେ ମୁଇଁ ନିନ ଦାଦା ଅଛନ୍, ସାର୍ नो ପ୍ରୋବ୍ଲେम ମାନେ ବେଲେ ମୋର ଘରେ ୱାଇଫ ପୁରା ମୋର ୱାଇଫ के फोन करवार नहीं पड़े जे काले काना रानमु काना हवा काना कर छोटिया मोटिया जिनिस रे मते कॉल करवार नहीं पड़े। ଆଜ୍ଞା ଆଜ୍ଞା दादा यदि 3 दिन 5-7 दिन जब नहीं थिबे रनी घर जीतिए ହୁଁ पहले भी नो प्रॉब्लम भाव जो तिले कि जे तिले भी चली जा माने ई भलिया ଆଜ୍ଞା हमर घरे कोनोसी रो माने तार मूल्य नहीं रहे। ସାର୍ ସାର୍ सब ओपन ସାର୍ है लागिनी ଆଜ୍ଞା हमर दी भाई जिन अछन, बापा अछन, बापा के हमें मुख्य भावसु, बापा जेनटा कहबे ଆଜ୍ଞା दैट इज फाइनल। ଆଜ୍ଞା ଆଜ୍ଞା आଜ୍ଞा सेटा होछ मोर घर। ଯେ ଆଜ୍ଞା ଆପଣଙ୍କର ପରିବାର ବିଷୟରେ ତ କହିଲେ आज्ञा ଯେ ଆଜ୍ଞା ଆପଣ ଏଇ ନାଟ के पेशा हिसाब से निछन कि केनता हिसाब से विषय ଟିକେ कहना ଆଜ୍ଞା सर मुई आज तक कलाई के बिक्री नहीं करसी, ସାର୍ पैसा के भी नहीं बने। ସାର୍ मुई खाली बाया ଆଜ୍ଞା बाया पछे पछे दौड़वार लोग ଆଜ୍ଞା ଯାହାକି ନିଶା है ଆପଣ के पूरा କଲା रातिर पागल, ଆଜ୍ଞା रातिर पागल सर। ସାର୍ ସାର୍ हाँ अबे मैं हूँ बादशाह, मैं दिन में दिखता नहीं, ଆଜ୍ଞା रात को मैं बादशाह। अच्छा अच्छा हाँ मछली की मुंडी, मुर्गी की हड्डी, ଆଜ୍ଞା मैं हूँ होटल मालिक डन नागा रेड्डी। ଆଜ୍ଞା रातिरे दिन रे मते केही देखंतिनी, रातिरे किंतु मु बादशाह। ଆଜ୍ଞା आज्ञा मु राति हला बेले सर ସାର୍ मु बाहर से क्या कहजे दादा के मु एबे भी खूब डरसी, जेनटा के पिला दिने डरी थिनी। ଆଜ୍ଞା पिला दिने दादा के जेन डर थिला, दादा अछन घर जीवारटा नैसी ହୁଁ माने लुकी करी जीवाटे कले चु भाउज पाखरे खाई दी करी पले जीवाटे। ଆଜ୍ଞା भाउज माने मोर मां भाई ଆଜ୍ଞା ଆଜ୍ଞା तो एबे भी से डरटा सर मुझे खूब भल लागसी से जिनिस जेनटा कि दादा एबे मोर मोर एज लगभग सर 40 दादांकर एज कहिता मोरनु काफी परसेंट एबो 50 ଆଜ୍ଞା ଆଜ୍ଞା किंतु पिला दिन रो जेन डर गुटे थिला डर रो मजा अछि सर से जेन माने सिक्वेन्सटा अछि जेन माने दुई लोकर भितरे जेन संपर्कटा अछि सेटा बेसी नियारा दादा थिबे बेले मु केबे मुह नि उठै आज ଆଜ୍ଞା ଆଜ୍ଞା मुह नि उठै ଆଜ୍ଞା ଆଜ୍ଞା है किंतु से हेटा भी नहीं से जे इंग्लिश सरकार नहीं से सर खूब भल पसंद ସାର୍ 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 आज्ञा ଆପଣଙ୍କର ପୁରା ଜୀବନ ବିଷୟରେ କହିଲେ ଆଜ୍ଞା ଆଜ୍ଞା। ଯେ ଆକେ କାଣା ପ୍ଲାନ୍ ଅଛି ସେ ବିଷୟରେ ଟିକେ ଦର୍ଶକ ମାନଙ୍କୁ କହିଦିଅ ଯାହାକି ଏ ନାଟକରେ ଏନ୍ତା ଖଳନାୟକ ତ କରୁଛନ୍ ଯାହାକି ଆଜ୍ଞା। ଯେ ଆକେ ଆର୍ କାଣା ଯଦି ମନେକର ରୁଲ ମିଲଲା आज्ञा ବୋଲେ ଆପଣ ସେ ରୁଲ के निभाए बोल कर चाहछन कि केनता निहाती भाव एबे मु लेडीज रोल भी करी सारली सर ये खलनायिका लेडीज करथिले गला तर ସାର୍ 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 सर तापरे एटा गोटे माने गोटे नाटक रे 4टा रोल करवार पड़ुचे। ହୁଁ पहला गोटे गोटे मध्यप रोल करथिली, ହୁଁ ହୁଁ मधुआ रोल गोटे करथिली, ସାର୍ तापरे एबे गोटे माने परे बाबा रोल गोटे करथिली, ଆଜ୍ଞା आ एबे नागेश्वरी और ताकर पुजारी ପୂଜାରୀ देन एबे मु फिर विलियन रोल करवार अछि ଆଜ୍ଞା ଆଜ୍ଞା आगे आज्ञा। एई नाटक रे ई नाटक रे। आज्ञा तो ई भलिया रोल तो करी छे फिर आशा अछि कि दिने मु राजा भी हे गेल नाटक रे ଆଜ୍ଞା ଆଜ୍ଞା आगे राजा हेबा के खूब आशा अछि ଆଜ୍ଞା किंतु से भलिया सुजोग मुके नै मिली पारु छे ସାର୍ ସାର୍ निहाती और जिन जो किन जो सुजोग मिले बोले टिके राजा बनवार इच्छा अछि सर सर, क्या जे सर। लंका रे जते मु राजा बनथिले ଆଜ୍ଞା लागुतिला कि मुको लंका अधिपति बारी ସାର୍ सर एक एक राति पई मु जते राजा दिले सकाले माने
ଯେତେବେଳେ ନାଟକର ଏଣ୍ଡ ସେତେବେଳେ ରାବଣ ମରିଥିଲା ସୁନା ଆଜ୍ଞା ଟିକେ ଦୁଃଖ ଦେଇଥିଲା ଆଜ୍ଞା ମନ ଭିତରେ ଟିକେ ଦୁଃଖ ଆସିଥିଲା ଆଜ୍ଞା ଆଜ୍ଞା କିନ୍ତୁ ଗୋଟେ ରାତିର ମାଲିକ ଥିଲି ମୁଁ ଆଜ୍ଞା ଆଜ୍ଞା ମୋର ଇଶାରାରେ ସବୁ ଚାଲିଥିଲା ସାର୍ ସାର୍ ଲାଗିଥିଲା କି ରାଜା ଭୂମିକାଟା ବେଶୀ ମହତ୍ୱପୂର୍ଣ୍ଣ ଭୂମିକା ଏବେ ବି ଇଚ୍ଛା ଅଛି ମତେ ଯଦି କୌଣସି ନାଟରେ ବି ଅଫର ଅଛି ରାଜା ଆସିଲେ ନେଇ ଛାଣେ ଆଜ୍ଞା 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 ରାଜା ଯଦି ଅଫର ଅଛି ସିଓର ଯିବି ନିହାତି ଆଜ୍ଞା ଆଜ୍ଞା ଆରେ ଆଜ୍ଞା ଏ ଯେନ୍ ନୂଆ କଳାକାର ମାନେ ପିଢି ବାହାରୁଛନ୍ ଆଜ୍ଞା ଆଜ୍ଞା ସେମାନକେ କିଛି ଗୋଟେ ଦିଗ ଦର୍ଶନ ଦିଅ ଯେ କାନ୍ତା କରି ଆଗକେ ସେମାନେ ଗତି କରିପାରବେ କାଣ କରିପାରବେ ସେ ବିଷୟରେ ଟିକେ କହିଦିଅ बिल्कुल आज्ञा नया कलाकार मन जेना आसुछन पहला सीनियर कलाकार मन के सम्मान दियन ଆଜ୍ଞା पहला कथा मोर कहबार कथा ସାର୍ सीनियर कलाकार गुरु के सम्मान दियन ଆଜ୍ଞା गुरु भक्ति भक्ति नहीं सारा गुरु के जदि जे माने भक्तिर सहित लागी पड़ला तार पछे पछे पड़ला निहाती भाव से आगे बढ़ी पारबा ଆଜ୍ଞା ଆଜ୍ଞା आज्ञा ଆରୁ ଠିକ ଅଛି ଆଜ୍ଞା ଆପଣଙ୍କର ପୁରା ଜୀବନ ବିଷୟରେ ତ ଯାହା କହିଲେ ଆଜ୍ଞା ଯେ ଆଜ୍ଞା ଲାଷ୍ଟ ରେ ଆପଣଙ୍କର ମୁଖରୁ ଯାହାକି ଡାୟଲଗ ପଦେ ହେଲେ ବହୁତ ବଢିଆ ଲାଗତା ଆଜ୍ଞା ଲାଷ୍ଟ ରେ Last ରେ। ଆଜ୍ଞା डायलॉग केनटा कहबे ଯେଟା ବି ଗୋଟେ ଆପଣକେ ପୁରା ଯାହାକି ଦର୍ଶକ ମାନକେ ବହୁତ ଭଲ ଲାଗছে ଆପଣଙ୍କର ମୁଖରୁ ଯେ ଆଜ୍ଞା ଡାୟଲଗ ଆଜ୍ଞା ସେ ବିଷୟରେ ଟିକେ କହିଲେ ଭଲ ଲାଗତା ଆଜ୍ଞା गंगा से गोदावरी कश्मीर से कन्याकुमारी हमारी नाम है काफी माता जी नागेश्वरी ନିହାତି ଆଜ୍ଞା ଆଉ ଆପଣଙ୍କ ସଙ୍ଗେ ତ ଭେଟି କରି ଆପଣଙ୍କର ପୁରା ଜୀବନ ବିଷୟ କାନ୍ତା କରି କଲା ଲାଇନ କେ ଆସିଥିଲେ କାଣା କରିଥିଲେ ସାର୍। ସବୁ ତ ଆପଣ ପୁରା କହିଲେ ଆଉ ଆଗକେ ବି ଆପଣଙ୍କର ଗୋଟେ ନୂଆ ନୂଆ ପୁରାଣ ବି ବାହାରବା ପୁରା ଯାହାକି ନିହାତି बिल्कुल निहाती बार बार बागे ନିହାତି बधा हिसे କଥା ହେଇଛି ଯାହାକି ମୁଇଁ ଆରୁ ଇ ବର୍ଷ ନେହେଲେ ବି ଆର ବର୍ଷ ନିହାତି ବାହାରବା ନାଇଁ निहाती बार बागे ନିହାତି ଆଜ୍ଞା ଆଜ୍ଞା। ଆରୁ ଆଜ୍ଞା ଆପଣ ତ ଯାହାକି ନାଟକେ ନିଜର ଜୀବିକା ବୋଲି କରି ନେଇ କରବା ଆଜ୍ଞା। ଆପଣ ଆକ୍ଚୁଆଲି ବୋଲେ କେନ୍ ବୋଲେ ଆପଣ ଯେନ୍ ଆରେ ଆଜ୍ଞା ଆପଣ ତ ଏଇ ନାଟକେ ଯାହାକି ନିଶା ବୋଲୁଛନ୍ ଆଜ୍ଞା ଆଜ୍ଞା। ପେଶାରେ ଆପଣ କାଣା କରସନ୍ ସେ ବିଷୟରେ ଟିକେ ଦର୍ଶକ ମାନଙ୍କୁ କହିଦେଲେ ଭଲ ଲାଗନ୍ତା ଆଜ୍ଞା धंधा वाला सर ଆଜ୍ଞା ଗୋଟେ कंप्यूटर दुकान ଅଛି जेरक्स ଆଜ୍ଞା ସେଟା ମୋର पेशा है ଆଜ୍ଞା ଆଜ୍ଞା नाटक कलाकारी मोर पेशा नहीं ସାର୍ 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 निशा ଆଜ୍ଞା निशा माने एते निशा जे आपण कहनी राति 6-7 बाजी गला बेले खाली नाटक रो निशा थिस किन रे नाटक होचे काना हे जा देखि जा ଆଜ୍ଞା कलाकार मान से मजा मजलिस करवा फ्रेंड मान से मिसमा ई जिनिसटा मते बेसी निशा रहसी ସାର୍ 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 राति रे जते दूर होतिबा बेले भी अराउंड 50 किलोमीटर जदी थिबा ଆଜ୍ଞା निश्चित भाव में पहुंची जासे समय ଆଜ୍ଞା किंतु जदि भी किए भाबुतबे नहीं आमे तो नहीं देखी काना मैं देखी हवा के नहीं चाहिए सर ଆଜ୍ଞା दुखी लुका करी केनता देखी देमी ଆଜ୍ଞା हाउ बोले आसे ଆଜ୍ଞା जेना कि मु सुनी जा पति सार भी हंदा मैं भी ମୁଁ ବି ହେନ୍ତେ ନାଇଁ କାଣା କରବେ आज्ञा ହଉ ଠିକ ଅଛି ଆଜ୍ଞା ଆପଣଙ୍କ ସଙ୍ଗେ ତ ଭେଟି କରି ବହୁତ ବଢିଆ ଲାଗଲା ଆଜ୍ଞା। ଆଉ ଆପଣ ପୁରା ଯାହାକି କଲାକାଲି କେନ୍ ହିସାବରେ ପୁରା ଗତି କରିଛନ୍ ଆଜ୍ଞା। ପୁରା ସେମ୍ ମୋର କଣ୍ଡିସନ ଆଜ୍ଞାର ବି ବୋଲବାର କଥା ଟିକେ आज्ञा ଟିକେ आज्ञा आज्ञा আর নিহাতি আজ্ঞার পুরা বহুত বঢ়িয়া বঢ়িয়া কথা মানে কহিলে দর্শক বন্ধু ଆଉ ଆଜ୍ଞାଙ୍କ ନୂଆ ନୂଆ ବହି ବି ଆର ବର୍ଷ ହେବା ଏଇ ବର୍ଷ ଯାହାକି ନିର୍ଦ୍ଦେଶନ ଦିନ ଚାଲିଛନ୍ ଆଜ୍ଞା। ନାଟକ ମାନକେ ଆଜ୍ଞା। ଆଉ ଆର ବର୍ଷ ତାଙ୍କର ବହି ଲେଖା ମାନେ ବହୁତ ପୁରା 2-3ଟା ନାଟକରେ ବି ହେବା ଆଉ ତାଙ୍କ ନାଟକଟା ପୁରା ବହୁତ ବଢିଆ ହେବା ଦେଖିବେ ଆଉ ରହୁଛୁ ଆଜ୍ଞା ଆଜ୍ଞା। ନମସ୍କାର नमस्कार सर ଜୟ କଲା ଜୟ କଲାକାର जय कलाकार